ଚାହୁଁ ଚାହୁଁ 4 ଦିନ ବିତିଗଲାଣି, କିନ୍ତୁ ଶବ ଏବେ ବି ଫେରି ପାରିନି ଗ୍ରାମକୁ। କାନ୍ଦବୋବାଳିରେ ଗାଁ ଶୋକାକୁଳ ପରିବେଶ ହୋଇଛି। ମୃତ ଚିତ୍ରସେନ ନାୟକ, ବୟସ 28 ବର୍ଷ। ଗ୍ରାମ ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତର ବାଦପୁର ଗ୍ରାମର ଚିତ୍ରସେନ ବିଧବା ମାଆକୁ ଘରେ ଛାଡ଼ି ସାନ ଭଉଣୀର ବାହା କରିବାର ଦାୟିତ୍ୱ ମୁଣ୍ଡେଇ ଦାଦନ ଖଟିବାକୁ ଯାଇଥିଲେ ବାହାର ରାଜ୍ୟକୁ। ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ ତ୍ରିଶରା ହସ୍ପିଟାଲରେ ମୃତ୍ୟୁ ହୋଇଛି। ଚିତ୍ରସେନଙ୍କ ସବୁ ସ୍ୱପ୍ନ ଚୁରମାର ହୋଇ ଯାଇଥିବା ବେଳେ ତାଙ୍କ ପରିବାର ଏବେ ବେସାହାରା ପାଲିଟିଛି। ଦୀର୍ଘ 7 ବର୍ଷ ଧରି କେରଳର ତ୍ରିଶୂରଠାରେ ଏକ ବହୁତଳ କୋଠା ନିର୍ମାଣରେ ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ଗତ ଶନିବାର ଦିନ ତାଙ୍କ ଦେହ ଅସୁସ୍ଥ ହେବା କାରଣରୁ ତ୍ରିଶୂର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଚିତ୍ରସେନଙ୍କ ମୃତ୍ୟୁ ହୋଇଯାଇଛି। 4 ଦିନ ହେଲା ମୃତ୍ୟୁ ହେଲାଣି, ଏ ଯାଏ ଘର ଲୋକ ଚାହିଁ ବସିଛନ୍ତି ମଲା ପୁଅର ମୁହଁ ଦେଖିବାକୁ।